କାହିଁକି ଭଗବାନ ଜଗନ୍ନାଥ ଜ୍ୱରରେ ପଡ଼ିଥାନ୍ତି? କେଉଁ କାରଣରୁ ଭଗବାନ ଜଗନ୍ନାଥ ଜ୍ୱରରେ ପଡ଼ିଥାନ୍ତି? ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ଓଡ଼ିଶାର ଗୋଟିଏ ଗ୍ରାମରେ ମାଧବ ଦାସ ବୋଲି ଜଣେ ଥିଲେ। ମାଧବ ଦାସ ଏକା ରହୁଥିଲେ ନିଜ ଘରେ, ଆଉ ଭଗବାନ ଜଗନ୍ନାଥଙ୍କର ଭଜନ କରୁଥିଲେ। ସେ ପ୍ରତିଦିନ ଭଗବାନ ଜଗନ୍ନାଥଙ୍କ ମନ୍ଦିରରେ ଦର୍ଶନ ପାଇଁ ଯାଉଥିଲେ। ସେ ଜଗନ୍ନାଥଙ୍କ ଭକ୍ତିରେ ବହୁତ ବ୍ୟସ୍ତ ଥିଲେ। ତାଙ୍କ ସାଂସାରିକ ଜୀବନକୁ କୌଣସି ପ୍ରକାରର ମୋହ ନଥିଲା। ଗୋଟିଏ ଦିନ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଲା। ତାଙ୍କୁ ବାନ୍ତି ହେବା ସହ ଜ୍ୱର ମଧ୍ୟ ହେଲା। ସେ ବହୁତ ଦୁର୍ବଳ ହୋଇଗଲେ। ତାଙ୍କୁ ଉଠିବା ବସିବାରେ ମଧ୍ୟ ସମସ୍ୟା ହେବାରେ ଲାଗିଲା। ମାଧବ ଦାସ ତାଙ୍କର ଦୈନନ୍ଦିନ କାର୍ଯ୍ୟ ସେ ନିଜେ କରୁଥିଲେ। ସେ କାହାଠୁ ସାହାଯ୍ୟ ମଧ୍ୟ ନ ନେଉଥିଲେ। ଯେଉଁ ବ୍ୟକ୍ତି ତାଙ୍କର ସାହାଯ୍ୟ ପାଇଁ ଆସେ ତାକୁ କହୁଥିଲେ, ସେ ପ୍ରଭୁ ଜଗନ୍ନାଥ ମୋତେ ରକ୍ଷା କରିବେ। ଏମିତି ବହୁତ ଦିନ ବିତିଗଲା। ମାଧବ ଦାସଙ୍କର ସ୍ୱାସ୍ଥ୍ୟ ବହୁତ ଖରାପ ହେବାରେ ଲାଗିଲା। ଏବେ ସେ ନିଜ ମଳମୂତ୍ର ମଧ୍ୟ ଖଟରେ ତ୍ୟାଗ କରିଦିଅନ୍ତି। କିନ୍ତୁ ସେ ତାଙ୍କ ଭକ୍ତି ଓ ନିଜ ଆସ୍ଥା ଜଗନ୍ନାଥଙ୍କ ପ୍ରତି ଛାଡ଼ି ନଥାନ୍ତି। ଏମିତି ରୋଗ ହେବା ପରେ ମଧ୍ୟ ସେ ନିୟମରେ ଜଗନ୍ନାଥଙ୍କର ଆରାଧନା କରୁଥିଲେ। ଅପରପକ୍ଷରେ ଭଗବାନ ତାଙ୍କର ଆସ୍ଥା ଭକ୍ତି ଦେଖି ଅତ୍ୟନ୍ତ ଖୁସି ଥିଲେ। ହେ ପ୍ରଭୁ, ଆପଣଙ୍କର ପ୍ରିୟ ଭକ୍ତ ଏତେ କଷ୍ଟରେ ଅଛି, ଆପଣ କଷ୍ଟରୁ ମୁକ୍ତି କାହିଁକି କରୁନାହାନ୍ତି? ତାର ପୂର୍ବଜନ୍ମ କର୍ମର ଫଳ ଅଛି, ତାକୁ କଷ୍ଟ ରୂପେ ଭୋଗିବାକୁ ହିଁ ପଡ଼ିବ। କିନ୍ତୁ ସେ ମୋର ଏତେ ଭକ୍ତି କରୁଛି, ସେ କାରଣରୁ ମୁଁ ପୃଥିବୀ ଲୋକ ଯାଇ ମୁଁ ନିଜେ ତାର ଦେଖାରେଖା କରିବି। ତାପରେ ନିଜେ ଭଗବାନ ସେବକ ରୂପରେ ମାଧବ ଦାସଙ୍କ ପାଖକୁ ସେବା କରିବାକୁ ଗଲେ। ଭଗବାନ ମାଧବ ଦାସଙ୍କୁ ବହୁତ ସେବା କରନ୍ତି। ତାଙ୍କର ମଇଳା କପଡ଼ା ମଧ୍ୟ ସେ ସଫା କରିଥାନ୍ତି, ଆଉ ତାଙ୍କୁ ଗୁଧାଇ ମଧ୍ୟ ଦିଅନ୍ତି। ଭଗବାନଙ୍କ ସେବାରୁ ଯେତେବେଳେ ମାଧବ ଦାସ ସ୍ୱାସ୍ଥ୍ୟ ହେବାରେ ଲାଗିଲେ, ତାଙ୍କୁ ଚେତା ଯେତେବେଳେ ଆସିଲା, ଭଗବାନ ଜଗନ୍ନାଥ ତାଙ୍କର ସେବା କରୁଥିବା ଦେଖି ସେ ତୁରନ୍ତ ଚିହ୍ନିଗଲେ କି ସେ ହେଉଛନ୍ତି ଭକ୍ତବତ୍ସଳ ଭଗବାନ ବୋଲି। ଦେଖ ମାଧବ, ମୁଁ ମୋର ଭକ୍ତମାନଙ୍କର କଷ୍ଟ କେବେ ସହିପାରେନି। ସେହି କାରଣରୁ ମୁଁ ତୁମର ସେବା କରିବା ପାଇଁ ମୁଁ ନିଜେ ଆସିଛି। ଆଉ ଯେଉଁ ପୂର୍ବଜନ୍ମର କଷ୍ଟ ତୁମର ଭାଗ୍ୟରେ ଲେଖା ହୋଇଛି, ତାହାକୁ ତ ତୁମକୁ ଭୋଗିବାକୁ ପଡ଼ିବ। ଯଦି ସେହି କଷ୍ଟକୁ ଏହି ଜନ୍ମରେ ନ ଭୋଗିଲେ ତୁମକୁ ଆଉ ଗୋଟେ ଜନ୍ମ ନେବାକୁ ପଡ଼ିବ କଷ୍ଟ ଭୋଗିବା ପାଇଁ। ମୁଁ ଚାହୁଁନାହିଁ ମୋର ଭକ୍ତ ପୂର୍ବଜନ୍ମର କଷ୍ଟ ପାଇଁ ଆଉ ଗୋଟେ ଜନ୍ମ ନେଉ। ସେଥିପାଇଁ ମୁଁ ତୁମର ସେବା କଲି। ପ୍ରିୟ ଭକ୍ତ, ଏବେ ମଧ୍ୟ ତୁମର 15 ଦିନର ରୋଗ ବାକି ଅଛି। ସେ ରୋଗକୁ ମୁଁ ମୋର ଦେହରେ 15 ଦିନ ପାଇଁ ମୁଁ ମୋ ଶରୀରକୁ ନେଇଯାଉଛି। 15 ଦିନର ସେହି ରୋଗକୁ ଭଗବାନ ଜଗନ୍ନାଥ ନିଜେ ନିଜ ଶରୀରକୁ ନେଇଗଲେ। ତା ପରଠୁ ଭଗବାନ ଜଗନ୍ନାଥ 15 ଦିନ ପାଇଁ ତାଙ୍କୁ ଜ୍ୱର ହୋଇଥାଏ। ସେହି ଦିନଠୁ ଆଜି ପର୍ଯ୍ୟନ୍ତ ଏହା ଚାଲେ। ଜ୍ୟେଷ୍ଠ ପୂର୍ଣ୍ଣିମାରେ ଭଗବାନଙ୍କୁ ଜଳରେ ସ୍ନାନ କରାଯାଏ, ଯାହାକୁ ଆମେ ସ୍ନାନ ଯାତ୍ରା କହିଥାଉ। ସ୍ନାନ ପରେ ଭଗବାନଙ୍କୁ ଜ୍ୱର ହୋଇଥାଏ। 15 ଦିନ ପର୍ଯ୍ୟନ୍ତ ଭଗବାନଙ୍କୁ ଏକାନ୍ତରେ ଗୋଟିଏ ବିଶେଷ କକ୍ଷରେ ରଖାଯାଏ, ଯେଉଁଠାରେ କେବଳ ତାଙ୍କର ସେବକମାନେ ହିଁ ଯାଇଥାନ୍ତି। ଏହି ସମୟରେ ଭଗବାନ ଜଗନ୍ନାଥଙ୍କୁ ଫଳରସ, ଔଷଧ ଏବଂ ବିଭିନ୍ନ ଜଡ଼ିବୁଟି ଦହିର ଭୋଗ ଲଗାଯାଏ। ଭଗବାନ ସ୍ୱାସ୍ଥ୍ୟ ହେବା ପରେ ସେ ମାଉସୀ ଗୁଣ୍ଡିଚାଙ୍କ ପାଖକୁ ଯାଇଥାନ୍ତି ଓ ସମସ୍ତ ଭକ୍ତଙ୍କୁ ରଥରେ ଦର୍ଶନ ଦେଇଥାନ୍ତି, ଯାହାକୁ ଆମେ ରଥଯାତ୍ରା କହୁ। ଏହି ରଥଯାତ୍ରାରେ ଭଗବାନ ଜଗନ୍ନାଥଙ୍କ ସାଥିରେ ତାଙ୍କ ଭାଇ ଓ ଭଉଣୀ ଭଗବାନ ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ମଧ୍ୟ ରଥ ବାହାରେ। ରଥଯାତ୍ରା ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପକ୍ଷର ଦ୍ୱିତୀୟା ତିଥିରେ ହୋଇଥାଏ। ଏ ହେଉଛି ଭଗବାନ ଭକ୍ତବତ୍ସଳ ଜଗନ୍ନାଥଙ୍କର ଲୀଳା। ସେ ଏତେ ଉଦାର, ସେ ଏତେ ଭକ୍ତବତ୍ସଳା ଯେ ନିଜ ଭକ୍ତ ପାଇଁ ଏତେ କଷ୍ଟ ସହିଲେ। ନିଜ ଭକ୍ତ ପାଇଁ 15 ଦିନର ଜ୍ୱର ତାଙ୍କ ନିଜ ଶରୀରକୁ ନେଇଗଲେ। ସେହି ପ୍ରକାର ଭଗବାନ ଭକ୍ତବତ୍ସଳ ଭଗବାନଙ୍କ ପାଇଁ ଲାଇକ୍ ନିଶ୍ଚୟ କରିବେ। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଆଉ କମେଣ୍ଟରେ ଜୟ ଜଗନ୍ନାଥ ଲେଖିବେ।